ଶୁଣୁଛ? ସାଧା ଭାତ, ବହଳ ଖଟା ମିଠା ଡାଲି, ମାଂସ ଝୋଳ, ପୁର ପୋଟଳ, ଗୋଟା ଭେଣ୍ଡି ଭଜା, ଖଇଙ୍ଗା ମାଛର ବେସର, ପାମ୍ପଡ଼, ମିଠା କ୍ଷୀରି। ଏତକ ଚଳିବ ତ? ମୁଁ ୟାଙ୍କୁ କହିଲି। ହଁ କହିଦେଇ ସେ ଅଫିସ୍ ବାହାରି ଗଲେ। ମୁଁ ବି ସବୁ ସାରିଦେଇ ଚଟାପଟ କଲେଜ ଚାଲିଗଲି। ଆଜି ଜୟନ୍ତ ସାର୍ଙ୍କର ଫେରୁୱେଲ୍ ଅଛି। ଜୟନ୍ତ ସାର୍ଙ୍କର ବଦଳି ହୋଇଛି ବୋଲି ଯେଉଁଦିନ ଜଣାପଡ଼ିଲା, କଲେଜ ସାରା ସମସ୍ତେ ଏକ ପ୍ରକାର ନାଚି ଉଠିଲେ। ଅତିରିକ୍ତ ଟିଙ୍ଗା କଥା କଥାକେ ଝଗଡ଼ା କରୁଥିବା, ପୁଣି କଲେଜର ଯେଉଁ ବିଭାଗ ବୁଝିବାକୁ କୁହାଗଲା ତାକୁ ତତ୍କ୍ଷଣାତ୍ ଖୋଳ କରିବାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କ ବିଦାୟକାଳୀନ ସଭାରେ ମୁଁ କିନ୍ତୁ ଅବାକ୍ ହେଲି। ତୁଷାର ସାର୍ ଇକୋନୋମିକ୍ସର, ୟାଙ୍କର ତାଙ୍କର ନାଗନାଡ଼ି ଡାଏସ୍ରେ ଠିଆ ହେଇ ଏତେ ପ୍ରଶଂସାରେ ଜୟନ୍ତ ସାର୍ଙ୍କୁ ପୋତି ପକାଇଲେ ଯେ ମୁଁ କ୍ଷଣେ ଭାବିଦେଲି ମୁଁ ଶୋଇଛି ନା ଚାହିଁଛି। ସମସ୍ତେ ତାଙ୍କୁ ବହୁତ ଭଲ ବୋଲି କହି ଭାଷଣ ଦେଲେ। ମୋ ପାଳି ଆସିଲା। 2 ଦିନ ପୂର୍ବର ପରୀକ୍ଷାରେ ପ୍ରଶ୍ନପତ୍ର ଫିଟାକୁ ନେଇ ତାଙ୍କ ସହିତ ଯେଉଁ ପ୍ରବଳ ଗଣ୍ଡଗୋଳ ମୋର ହେଇଥିଲା, ମୋତେ ଯେଉଁ ଭାବରେ ସେ ଅପମାନିତ କରିଥିଲେ, ସବୁ ମନେ ପଡ଼ିଗଲା। କିନ୍ତୁ ମୁଁ ବି ଠିଆ ହେଇ କହିଲି, ସାର୍ ଜଣେ କର୍ତ୍ତବ୍ୟନିଷ୍ଠ, ମିଷ୍ଟଭାଷୀ, ଋଷି ପ୍ରତିମ ଲୋକ। ତାଙ୍କର ଅଭାବ କଲେଜ ନିଶ୍ଚୟ ଅନୁଭବ କରିବ। ଆମରି ପଡ଼ୋଶୀ ସିଏ। ତାଙ୍କ ପରିବାରକୁ ଏକ ବିଦାୟକାଳୀନ ଭୋଜିରେ ଆପ୍ୟାୟିତ କରିବା ପାଇଁ ଆଜି ସକାଳୁ ସେତକ ରୋଷେଇ ସାରି ମୁଁ ଯାଇଥିଲି। ଟ୍ରକରେ ତାଙ୍କ ଜିନିଷ ଲଦା ସରିଥିଲା। ଖାଇବା ପରେ ପରେ ସେମାନେ ଯିବେ। ଇଏ ଆସି ପହଞ୍ଚିଗଲେ ଅଫିସରୁ। ଅବାକ୍ ହେଇ ମୋ କାନ ପାଖରେ ଫୁସ୍ ଫୁସ୍ ହେଇ କହିଲେ, ସେମାନଙ୍କର ତୁମର ପରା ଆଦୌ ପଡ଼େନି, ଏତେ କାନ୍ଦୁଛ? ମୁଁ ଓଠରେ ଆଙ୍ଗୁଳି ରଖି ତାଙ୍କୁ ଚୁପ୍ ବୋଲି ଇସାରା କରି ପୁଣି କାନ୍ଦିବାରେ ମନ ଦେଲି। କେବେ ବି ୟାଙ୍କର ଧୈର୍ଯ୍ୟ ନଥାଏ। ପୁଣି ଫୁସ୍ ଫୁସ୍ ହେଲେ, ଆରେ ସିଏ ପରା ତୁମ ନାଁରେ କେତେ ଖରାପ କରି ଚାରିଆଡ଼େ ଗପନ୍ତି। କାଲି ଫେରେଇଦେବି କହି ଟଙ୍କା ପଇସାଠୁ ଆରମ୍ଭ କରି ତେଲ, ଲୁଣ, କାଜୁ, ଡାଲି ସବୁ ନେଇ ଭୁଲି ଯାଆନ୍ତି। ଟେବୁଲ୍ ଫ୍ୟାନ୍ଟା ତ ଏଯାଏଁ ଫେରେଇଲେନି। ପୁଣି କାନ୍ଦୁଛ? ମୁଁ ତାଙ୍କୁ ଚିମୁଟି ଦେଇ କହିଲି, ହେ, ସେମାନେ ଚାଲି ଯାଉଛନ୍ତି। ମଲା ପୁଅ ପରା ମଧୁସୂଦନ। ଜିଭ କାମୁଡ଼ି ସେ ଚୁପ୍ ହେଇଗଲେ। ମୁଁ ପୁଣି କାନ୍ଦିବାରେ ମନ ଦେଲି। କେମିତି ଲାଗିଲା? ଭଲ ଲାଗୁଥିବ ଯଦି ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।